ବିଜେଡି ଗୋଟେ ଆଞ୍ଚଳିକ ଦଳ, ଆଞ୍ଚଳିକତା ର ଭୋଟ ଯଦି ଆଉ ଗୋଟେ ଦଳ ନେଇଯାଏ ତାହେଲେ ବିଜେଡିର କ୍ଷତି। ବିଜେପି ତ ନ୍ୟାସନାଲ ହିସାବରେ ଅଛି ନା, ନ୍ୟାସନାଲ ପାର୍ଟି ହିସାବରେ। ତ ନ୍ୟାସନାଲ ଭୋଟ ଯେଉଁମାନେ ଜାତୀୟ ଚିନ୍ତାଧାରାର ଲୋକମାନେ ସେମାନେ ବିଜେପିକୁ ଦେଲେ। ଏବଂ ଏଇ ଅବଶ୍ୟ ରାଜନୀତିରେ ଚିନ୍ତାଧାରା ଏତେ ମହତ୍ଵ ରଖୁନାହିଁ, କିନ୍ତୁ ଗୋଟିଏ ସମାନ ବିଚାରଧାରାର ପାର୍ଟି, ଦୁଇଟା ସମାନ ଧାରାର ବିଚାର ପ୍ରତି ସେମାନେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ। ଦେଖନ୍ତୁ ମହାରାଷ୍ଟ୍ରରେ ଶିବସେନା ଏବଂ ବିଜେପି ଏମାନଙ୍କ ଭିତରେ ବୁଝାମଣା ଥିଲା, ଏବଂ ବୁଝାମଣା ଗୋଟିଏ ବିଷୟକୁ ନେଇକରି ଏମାନଙ୍କର ଭିତରେ ସାମଞ୍ଜସ୍ୟ ଥିଲା। କିନ୍ତୁ ସେ ବିଚାରରୁ ଶିବସେନା ଚାଲିଯିବା ପରେ, ତାର ବୈଚାରିକ ଅବକ୍ଷୟ ଘଟିଲା ପରେ ସେ ଦଳ ଅତିଷ୍ଠ ହେଲାନି। ଯଦି ସମାନ ବିଚାରଧାରାରେ ଥାନ୍ତା ତାହେଲେ ବିଜେପିକୁ ସେ ହୁଏତ ବିଜେପିର ସମସାମୟିକ ହେଇକରି ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ ହେଇପାରିଥାନ୍ତେ, ତ ହେଲା ନାହିଁ। ସେମିତି ଭାରତର ରାଜନୀତି ଆପଣ ଧୀରେ ଧୀରେ ଦେଖନ୍ତୁ ଦ୍ୱିକେନ୍ଦ୍ରିକ ଆଡ଼କୁ ଯାଉଛି। ଗୋଟିଏ ପଟେ ବିଜେପି ଯେଉଁମାନେ ନ୍ୟାସନାଲ ଭାବନାକୁ, ଜାତୀୟ ଭାବନାକୁ ନେଇକରି ରହୁଛନ୍ତି, ଏବଂ ଅନ୍ୟଟା କଂଗ୍ରେସର ନେତୃତ୍ୱ ରହିବା କଥା। କିନ୍ତୁ ଅନେକ ଗୁଡ଼ିଏ ପାର୍ଟି ସ୍ୱଭାବଗତ କଂଗ୍ରେସ ବିରୋଧୀ। ଧରନ୍ତୁ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶ, ଏଇଟା ହଉଛି ବୈଚାରିକ ଦୃଷ୍ଟିରୁ କଂଗ୍ରେସ ବିରୋଧୀ, କିନ୍ତୁ ବ୍ୟବହାରିକ ଦୃଷ୍ଟିରୁ ସେମାନେ କଂଗ୍ରେସ ସପକ୍ଷରେ ଗଲେ ସେ ଫଳାଫଳ ସେମାନେ ପାଉନାହାନ୍ତି। ବିହାରରେ ବି ଦେଖନ୍ତୁ ତାଙ୍କର ଯେଉଁ ବିହାରର ଲାଲୁ ପ୍ରସାଦଙ୍କର ପାର୍ଟି ଆରଜେଡି, ସେମାନେ ବୈଚାରିକ ଦୃଷ୍ଟିରୁ କଂଗ୍ରେସ ବିରୋଧୀ, କିନ୍ତୁ କଂଗ୍ରେସ ସହିତ ଗଠବନ୍ଧନ କଲେ ତାର ସଫଳତା ସେମାନଙ୍କୁ ପାଉନାହିଁ। ଏମିତି ଅନେକ ଜାଗାରେ ଅଛି। କେବଳ ତାମିଲନାଡୁ ଛାଡ଼ିଦେଲେ, ଦେଖନ୍ତୁ ତାମିଲନାଡୁ ଗୋଟେ ଅଲଗା ପ୍ରକାର ରାଜନୀତି। କେରଳରେ ଯଦିଓ ଜାତୀୟ ସ୍ତରରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ସମର୍ଥନ କରୁଛି, କିନ୍ତୁ ଆଞ୍ଚଳିକ ସ୍ତରରେ କେରଳରେ ସେମାନେ ପରସ୍ପର ବିରୋଧୀ। ତ ଏମିତି ଧୀରେ ଧୀରେ ଦେଖନ୍ତୁ ତୃଣମୂଳ କଂଗ୍ରେସ କଂଗ୍ରେସରୁ ବାହାରିଛି, କିନ୍ତୁ ପଶ୍ଚିମବଙ୍ଗରେ ସେମାନେ କଂଗ୍ରେସ ବିରୋଧୀ। ତ ଜାତୀୟ ରାଜନୈତିକ ଦୃଷ୍ଟିପଟ କ'ଣ ହଉଛି ତା ଉପରେ ବି ବହୁତ କିଛି ନିର୍ଭର। ସାର୍ ଏବେ ଦେଖିବାକୁ ଗଲେ ବର୍ତ୍ତମାନ ମଧ୍ୟ ଓଡ଼ିଶାରେ ସମାଜବାଦୀ ପାର୍ଟି ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍ତରପ୍ରଦେଶ ସେ ମଧ୍ୟ ଆସିଛନ୍ତି। ଗତକାଲି ନବୀନ ପଟ୍ଟନାୟକ ମଧ୍ୟ ଭେଟିଛନ୍ତି, ଆଜି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, କହୁଛନ୍ତି କି ଗୋଟେ ସମୀକରଣ କିଛି ହେଇପାରେ କି କିଛି ଆଲୋଚନା ହଉଛି ବିଜେଡି ସହିତ ମିଶି କିଛି ଗୋଟେ ସମୀକରଣ ରହିବ। ଦେଖନ୍ତୁ ଏଇ ସମୀକରଣର କ'ଣ ଲାଭ? ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ଗୋଟେ ଆଞ୍ଚଳିକ ଦଳ ଭଳିଆ ଅଛି। ଓଡ଼ିଶାରେ ତାର ଖାତା ଖତିଆ ନାହିଁ, ତାର ଲୋକ କାହିଁ? ପ୍ରତ୍ୟେକ ବୁଥରେ ପ୍ରତ୍ୟେକ ୱାର୍ଡରେ ଲୋକ ଦରକାର ନା ଆଜ୍ଞା। ଆପଣଙ୍କ ପାଇଁ ଝଣ୍ଡା ଧରିବା ପାଇଁ ଲୋକ ଦରକାର, ଆପଣ ପାଇଁ ଛିଡ଼ା ହେବା ପାଇଁ ଲୋକ ଦରକାର, ଲୋକ କାହିଁ? ନୂଆପଡ଼ାରେ ମଧ୍ୟ ପ୍ରାର୍ଥୀ ଦେଇଥିଲେ, ନିଜେ ମଧ୍ୟ ପ୍ରଚାର କରିବା ପାଇଁ ଆସିଥିଲେ ମଧ୍ୟ ଅଖିଳେଶ ଯାଦବ। ଯେ ଭୋଟ କେତେ ଭୋଟ ପାଇବା ଉପରେ ନିର୍ଭର କରୁଛି। ଦେଖନ୍ତୁ ଧୀରେ ଧୀରେ ବିଜେଡି ନୂଆପଡ଼ା ଇଲେକ୍ସନରେ ତୃତୀୟ ସ୍ଥାନ ଅଧିକାର କଲା। ଭାବୁଥିଲୁ ଆମେ ଦ୍ୱିତୀୟ ହେଇପାରେ, କିନ୍ତୁ ଲୋକ ତାକୁ ତୃତୀୟ ସ୍ଥାନ ଉଠାଇଲେ। ତ ଏଇ ପରିପ୍ରେକ୍ଷୀରେ କ'ଣ ଜନତା ହେଲେ ମାଲିକ, ଲୋକେ କ'ଣ ନିଷ୍ପତ୍ତି ନେଉଛନ୍ତି ସେଟା ବଡ଼ ଜିନିଷ। କାହାକୁ କ୍ଷମା କରିନାହାନ୍ତି, କାହାକୁ କ୍ଷମା କରିବେନି। ବିଚାରକ ସେମାନେ ଭଲ ନିର୍ଣ୍ଣୟ ନିଅନ୍ତି, ନିର୍ଣ୍ଣୟ ନେବାରେ ଆମର ଲୋକଙ୍କୁ କେହି ପାରିବେ। ସାର୍ ଆଉ ଗୋଟେ କଥା ହଉଛି, ବର୍ତ୍ତମାନ ବିଜେଡିରୁ ଆମେ ଦେଖିଛୁ 2 ଦିନ ତଳେ 2 ଜଣ ସସ୍ପେଣ୍ଡ କରାଗଲା।
ଏବଂ କାଲି ବି ଯାଜପୁରରୁ କିଛି ଆଶିଷ ବିଜେପିରେ ବି ମଧ୍ୟ ସାମିଲ ହେଇଛନ୍ତି। ବିଜେଡିର ବର୍ତ୍ତମାନ ଧାଡ଼ି କାହିଁକି ଖାଲି କରିଦିଆହଉଛି ତାର ଉଦ୍ଦେଶ୍ୟ କ'ଣ? ଦେଖନ୍ତୁ ବିଜେଡି ଗୋଟେ ସରକାରୀ ଦଳ ହିସାବରେ 24 ବର୍ଷ ରହିଲା, ସରକାରୀ ଛାଟ, ପାର୍ଟିର ଛାଟ ଆଗରେ ବହୁତ ଲୋକ ମୁଣ୍ଡ ନୁଆଁଇକି ଥିଲେ। ଆପଣ ମାନେ ଜାଣିଥିବେ ଆମର ଜଣେ ଥିଲେ ଅପେରା ବି କରୁଥିଲେ, ସେ ଗୋଟେ ନାଟକ କରିଥିଲେ ଗୁଡ୍ ମର୍ଣ୍ଣିଂ ଅଙ୍କଲ। ନାଟକର ଶୀର୍ଷକ ଥିଲା ଗୁଡ୍ ମର୍ଣ୍ଣିଂ ଅଙ୍କଲ। ଲୋକଙ୍କର ମନରେ ବିଦ୍ରୋହ ଥିଲା, ଲୋକ ସେଟା କେତେବେଳେ ମୌକା ମିଳିଲେ ବାହାର କରନ୍ତି ଆଉ କ'ଣ ଅଛି। ଏବେ ସିଚୁଏସନ କ'ଣ ହଉଛି, କାହିଁକି ବିଜେପି କାହିଁ ଭାଙ୍ଗିବାକୁ ଚେଷ୍ଟା କରୁଛି? ବିଜେପି ଭାଙ୍ଗିବା ପାଇଁ ଚେଷ୍ଟା କରୁନି। ବିଜେପି ଯୋଉଦିନ ଭାଙ୍ଗିବା ପାଇଁ ଚେଷ୍ଟା କରିବ ସେଦିନ ତ ବିଜେଡି ଖଣ୍ଡ ଖଣ୍ଡ ହେଇଯିବ। ବିଜେପି ଭାଗୁନି, ବିଜେଡି ତା ମନକୁ କ'ଣ ଭାଙ୍ଗି ଯାଉଛି, ଆମେ କ'ଣ କରିବୁ? ଆମେ ତା ଉପରେ କୌଣସି ପ୍ରକାର କିଛି କରୁନୁ। ଆମେ କ'ଣ ତାଙ୍କ MLA ନେଇଯିବା ପାଇଁ ଚାହୁଁଛୁ ନା କ'ଣ ପାଇଁ ଚାହୁଁଛୁ? କିଛି ଚାହୁଁନୁ। କିଛି ସେଥିପାଇଁ ଅପରେସନ କିଛି ହଉଛି ବୋଲି ବି ମତେ ଜଣା ନାହିଁ। ତ ହଉଛି ତ ଅସୁବିଧା ତ ତାକୁ ହଉଛି ଦଳ। ସାର୍ ତାହେଲେ ସ୍କୁଲ ଶିକ୍ଷା ଉପରେ ଗୁରୁତ୍ୱ ଦେବା ପାଇଁ ଆପଣଙ୍କର ଗୋଟେ ରହୁଛି ଲୋକାଭିମୁଖୀ ବଜେଟ୍ ପାଇଁ ସ୍କୁଲ ଶିକ୍ଷାଟା ନିଶ୍ଚିତ ହେବା। ଦେଖନ୍ତୁ ଗୋଟିଏ ଜାତିର ଫାଉଣ୍ଡେସନ୍ସ ତାର ଶିକ୍ଷା ଉପରେ ଆପଣ ସ୍କୁଲ ଶିକ୍ଷା ଆପଣଙ୍କର ଫାଉଣ୍ଡେସନ ଯେ ପର୍ଯ୍ୟନ୍ତ ୱିକ୍ ହେବ ଗୋଟେ ଦେଶର, ଆପଣ ତାକୁ କେମିତି ବଞ୍ଚେଇବେ ଗୋଟେ ଜାତିର? ଆଉ ସ୍କୁଲ ଶିକ୍ଷା ମୁଁ ତ କହିବି ଅପ୍ ଟୁ ମ୍ୟାଟ୍ରିକ ପର୍ଯ୍ୟନ୍ତ କମ୍ପଲସରି ହେବା କଥା ଓଡ଼ିଶାରେ। compulsory education, free and compulsory education up to matric level. ସାର୍ ଗୋଟେ ପ୍ରସ୍ତାବ ରହିବ ସାର୍? ମୁଁ ସରକାର ମୁଁ ତ ଗୋଟେ ପ୍ରାଇଭେଟ ମେମ୍ବର ନା, କିନ୍ତୁ ମୁଁ ଦୁଃଖିତ ଯେ 24 ବର୍ଷର ବିଜେଡି ସରକାର ଆମ ଓଡ଼ିଶାର ସ୍କୁଲ ଶିକ୍ଷାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି, ପୁରାପୁରି ଧ୍ୱଂସ କରିଦେଇଛି। ଆମେ ଆଜି ଘରୋଇ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ। ସ୍କୁଲ ଶିକ୍ଷାକୁ ଆମର ସ୍କୁଲ ଗୁଡ଼ାକ ପୁରା ଠିକ୍ କରିବାର କଥା, ସଫିସିଏଣ୍ଟ ଟିଚର ଆମକୁ ଦେବାର କଥା ଏବଂ ରିଭ୍ୟୁ କରିକିରି ଆମର ସମୟରେ ଯେମିତି CIDI ଆସିକି ସ୍କୁଲରେ ସମୀକ୍ଷା କରୁଥିଲେ ପଢ଼ାପଢ଼ି ନାହିଁ ଏସବୁ ଚାଲୁଥିଲା, ସେମିତି ହେବାର କଥା। ସ୍କୁଲ ଶିକ୍ଷା ଫାଉଣ୍ଡେସନ୍ସକୁ ଷ୍ଟ୍ରଙ୍ଗ କରିବା କଥା। ଫାଉଣ୍ଡେସନ୍ ଷ୍ଟ୍ରଙ୍ଗ ହେଲେ ବିଲ୍ଡିଂ ଯେତେ ବନେଇଲେ ବି ଚଳିବ, ପିଲର ଠିକ୍ ରହିବ। ଏବେ ସରକାର ଜନବିମୁଖୀ ଏବଂ ରିବେଟ୍ ଦିଆ ସରକାର ନୁହଁ। ରିବେଟ୍ ଦେଲା ଇଲେକ୍ସନ ବେଳେ ଦିଆ ହେଉଛି। ଏବେ ସରକାର କୋଉ କ୍ଷେତ୍ରରେ ଓଡ଼ିଶା ପଛୁଆ ଅଛି, ଆମେ କ'ଣ କଲେ ଆଗୁଆ ହେବା, ଏଇ ସମୟରେ ତାର ଉପରେ ନିଷ୍ପତ୍ତି ନେବା କଥା। ଲୋକଙ୍କୁ ଖରାପ ଲାଗିପାରେ, ଲୋକଙ୍କୁ ଖରାପ ଲାଗିଲେ ବି ଲୋକ ବୁଝିବେ ଏବଂ ଆମେ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଯେଉଁଟା ଓଡ଼ିଶାର ସ୍ୱାର୍ଥ ପାଇଁ ଠିକ୍ ମାନେ ତା ଉପରେ ପାର୍ଟି ତାଙ୍କ ପାର୍ଟି ସେମାନେ ବୁଝନ୍ତୁ, ଆଉ ସେମାନେ ଗୋଟେ ଷ୍ଟ୍ରଙ୍ଗ ଅପୋଜିସନ୍ ଆକାରରେ ଠିଆ ହୁଅନ୍ତୁ, କିଛି କହିବାର ନାହିଁ। କିନ୍ତୁ ମୋତେ ଦୁଃଖ ଲାଗୁଛି ପାର୍ଟି ଭାଙ୍ଗି ଯାଉଛି।